ପିଲାମାନେ ଯେତେବେଳେ ଆମେ ଆମ ପାଇଁ ସାର୍ଟ ଏବଂ ପ୍ୟାଣ୍ଟ ତିଆରି କରିବା ପାଇଁ ଦୋକାନକୁ ଯାଇ କପଡ଼ା କିଣନ୍ତି। ତମେମାନେ ଦେଖିଥିବ ଦୋକାନୀ ଆମମାନଙ୍କର କପଡ଼ାକୁ ମାପ କରି ଆମକୁ ଦେଇଥାନ୍ତି। ଏହି ମାପକୁ ଆମେ କ'ଣ କହନ୍ତି ଜାଣିଛ? ଏହି ମାପକୁ କୁହାଯାଏ ଦୈର୍ଘ୍ୟ ମାପ। କୌଣସି ଜିନିଷର ଲମ୍ବ ମାପିବାକୁ କୁହାଯାଏ ଦୈର୍ଘ୍ୟ ମାପ ଏବଂ ତାର ଓସାର ମାପିବାକୁ କୁହାଯାଏ ପ୍ରସ୍ଥ ମାପ। ତ ଆଜି ଆମେ ଆମ ଗଣିତ ବହିରେ ଯେଉଁ 131 ପୃଷ୍ଠାରେ ଅଛି ଦୈର୍ଘ୍ୟ ମାପ ବିଷୟରେ ଜାଣିବା। ଆମେ କୌଣସି ଜିନିଷକୁ ଆନୁମାନିକ ଭାବରେ ଆମ ହାତରେ, ଚାଖଣ୍ଡରେ, ବାଡ଼ି ସାହାଯ୍ୟରେ ମାପି ପାରିବା, କିନ୍ତୁ ସଠିକ୍ ମାପ ପାଇଁ ଆମେ ବିଭିନ୍ନ ଜିନିଷର ପ୍ରୟୋଗ କରିଥାନ୍ତି। ସେଗୁଡ଼ିକ ହେଲା ସ୍କେଲ୍, ମିଟର ବାଡ଼ି, ମିଟର ଫିତା ଏବଂ ବଡ଼ ବଡ଼ ମିଟର ଫିତା ଏହିସବୁ ଆମେ ବ୍ୟବହାର କରିଥାନ୍ତି। ଯେତେବେଳେ ତୁମେ ଦେଖିଥିବ ଦରଜି ଆମର ସାର୍ଟ ପ୍ୟାଣ୍ଟ ସିଲେଇ କରନ୍ତି, ସେହି ସମୟରେ ସେ ଗୋଟିଏ ଫିତା ସାହାଯ୍ୟରେ ଆମର ମାପ ନିଅନ୍ତି। କାହିଁକି ନା ଆମର ଡ୍ରେସ୍କୁ ସିଏ ସଠିକ୍ ଭାବରେ ମାପ କରି ସିଲେଇ କରନ୍ତି। ସେହି ଫିତାକୁ କୁହାଯାଏ ମିଟର ଫିତା। ସେହି ମିଟର ଫିତା ସାହାଯ୍ୟରେ ସେ ଆମର ମାପ ନେଇ ଆମ ପାଇଁ ଠିକ୍ ସାଇଜ୍ର ଡ୍ରେସ୍ ସିଲେଇ କରନ୍ତି। ତ ଏହି ମାପକୁ କୁହାଯାଏ ଦୈର୍ଘ୍ୟ ମାପ। ତ ଆଜି ଆମେ ସେହି ଦୈର୍ଘ୍ୟ ମାପ ବିଷୟରେ ଜାଣିବା। ଏହି ଦୈର୍ଘ୍ୟ ମାପର ଏକକ ହେଉଛି ମିଟର ଓ ସେଣ୍ଟିମିଟର। ଦୈର୍ଘ୍ୟ ମାପକୁ ମିଟର ଓ ସେଣ୍ଟିମିଟର ଏକକରେ ପ୍ରକାଶ କରାଯାଏ। 1 ମିଟର ସମାନ 100 ସେଣ୍ଟିମିଟର ବା 100 ସେଣ୍ଟିମିଟରରେ 1 ମିଟର ହୁଏ। ସେହିଭଳି 2 ମିଟର ସମାନ 2 ଗୁଣନ 100 ସେଣ୍ଟିମିଟର ସମାନ 200 ସେଣ୍ଟିମିଟର। ସେହିଭଳି 3 ମିଟର ସମାନ 3 ଗୁଣନ 100 ସେଣ୍ଟିମିଟର ସମାନ 300 ସେଣ୍ଟିମିଟର। ଆମେ ସମସ୍ତେ ମନେ ରଖିବା, ଯେତେବେଳେ ଆମେ ମିଟରକୁ ସେଣ୍ଟିମିଟରରେ ପ୍ରକାଶ କରିବା, ସେତେବେଳେ ମିଟର ଘରେ ଯେଉଁ ଅଙ୍କ ଥିବ ତାକୁ 100 ଦ୍ୱାରା ଗୁଣନ କରିବା। ଗୁଣନ କଲେ ସେହି ମିଟର ସଂଖ୍ୟାଟି କେତେ ସେଣ୍ଟିମିଟର ହେବ ଆମକୁ ଜଣା ପଡ଼ିଯିବ। ସେଇଭଳି କହିଲ ଏବେ 5 ମିଟର ଯେ କେତେ ସେଣ୍ଟିମିଟର? ହଁ, 5 ଗୁଣନ 100 ସମାନ 500 ସେଣ୍ଟିମିଟର। ଆଚ୍ଛା, 8 ମିଟର ଯେ କେତେ ସେଣ୍ଟିମିଟର? 8 ଗୁଣନ 100 ସମାନ 800 ସେଣ୍ଟିମିଟର। ଏବେ କହିଲ ଦେଖିବା 7 ମିଟର ଯେ କେତେ ସେଣ୍ଟିମିଟର? 7 ଗୁଣନ 100 ସମାନ 700 ସେଣ୍ଟିମିଟର। ଏଇଭଳି ଭାବେ ଆମେ ମିଟରକୁ ସେଣ୍ଟିମିଟରରେ ପ୍ରକାଶ କରିପାରିବା। ଏବେ ଆମେ ସେଣ୍ଟିମିଟରକୁ କିପରି ମିଟରରେ ପ୍ରକାଶ କରିବା ସେଇଆ ଜାଣିବା। ଆଚ୍ଛା, ଆମେ ଜାଣିଲେ 1 ମିଟର ସମାନ 100 ସେଣ୍ଟିମିଟର। ସେଇଭଳି କହିଲ ଦେଖିବା 100 ସେଣ୍ଟିମିଟର ଯେ କେତେ ମିଟର ହେବ? 100 ସେଣ୍ଟିମିଟର ସମାନ 1 ମିଟର। ଆମେ କିପରି ଜାଣିଲେ? 100 ସେଣ୍ଟିମିଟରକୁ 100 ଦ୍ୱାରା ହରଣ କଲେ, 100କୁ 100 ଦ୍ୱାରା ହରଣ କଲେ ହେଲା 1। ତେଣୁ ତାହା 100 ସେଣ୍ଟିମିଟରଟା ହେଇଗଲା 1 ମିଟର। ସେଇଭଳି ଏବେ କହିଲ 200 ସେଣ୍ଟିମିଟର ଯେ କେତେ ମିଟର? 200 ହରଣ 100 ସମାନ 2 ମିଟର। ତାହେଲେ ଆମେ ଜାଣିଲେ ଏଠି 200 ସେଣ୍ଟିମିଟରକୁ ଆମେ 100 ଦ୍ୱାରା ହରଣ କଲେ, ତେଣୁ ତାହା ଭାଗଫଳ ହେଲା 2, ତେଣୁ ସେ ହେଲା 2 ମିଟର। ତ ଏଇଠି ଆମେ ମନେ ରଖିବା, ଯେତେବେଳେ ସେଣ୍ଟିମିଟରକୁ ମିଟରରେ ପ୍ରକାଶ କରିବା ସେତେବେଳେ 100 ଦ୍ୱାରା
ଭାଗ କରିବା। ବୁଝିହେଲା? ଆଚ୍ଛା ଏବେ କହିଲ 1 ମିଟରର ଅଧା ଯେ କେତେ? ଆମେ ଜାଣିଛନ୍ତି 1 ମିଟର ସମାନ 100 ସେଣ୍ଟିମିଟର। 100 ସେଣ୍ଟିମିଟରର ଅଧା ହେଲେ ଆମେ 100କୁ 2 ଦ୍ୱାରା ଭାଗ କରିବା। ଅଧା କରିବାକୁ ହେଲେ ଆମକୁ କ'ଣ କରିବା ନା 2 ଦ୍ୱାରା ଭାଗ କରିବାକୁ ପଡ଼ିବ, ବା ଆମେ ତାକୁ 2 ଦ୍ୱାରା ଭାଗ କରିବା। ତ 100କୁ 2 ଦ୍ୱାରା ଭାଗ କଲେ କେତେ ହେବ? 100 ହରଣ 2 ସମାନ 50 ସେଣ୍ଟିମିଟର। ତାହେଲେ ଅଧା ମିଟର ଯେ କେତେ ସେଣ୍ଟିମିଟର? 50 ସେଣ୍ଟିମିଟର। ଅଧା ମିଟର ସମାନ 50 ସେଣ୍ଟିମିଟର। ଆଚ୍ଛା ଏବେ କହିଲ ଗୋଟିଏ 1 ମିଟର ଲମ୍ବର କନାରୁ ଆମେ 75 ସେଣ୍ଟିମିଟର କନା କାଟି ନେଇଯିବା, ତାହେଲେ ଆଉ ସେଥିରେ କେତେ କନା ରହିବ? 1 ମିଟର ସମାନ 100 ସେଣ୍ଟିମିଟର। 100 ସେଣ୍ଟିମିଟରରୁ ଆମେ 75 ସେଣ୍ଟିମିଟର କନା କାଟିଦେଲେ ସେଥିରେ ଆଉ ରହିଲା 100 ସେଣ୍ଟିମିଟର ବିୟୋଗ 75 ସେଣ୍ଟିମିଟର ସମାନ ଆଉ 25 ସେଣ୍ଟିମିଟର କନା ସେଥିରେ ରହିବ। ଆଚ୍ଛା ଏବେ ଆଉ ଗୋଟିଏ ପ୍ରଶ୍ନର ଉତ୍ତର କହିଲ। 10 ମିଟର ବିୟୋଗ 4 ମିଟର ସମାନ କେତେ ମିଟର ହେବ? 10 ମିଟରରୁ 4 ମିଟର ଗଲେ ଆଉ ରହିବ 6 ମିଟର। ଏବେ ଉତ୍ତର ହେଲା 6 ମିଟର। ଆଚ୍ଛା ଏବେ କହିଲ ପିଲାମାନେ, ଆମେ 1 ମିଟର 50 ସେଣ୍ଟିମିଟରକୁ ଆଉ କ'ଣ କହିଥାଉ? 1.5 ମିଟର ବୋଲି କହିଥାଉ। ସେଇଭଳି 2 ମିଟର 50 ସେଣ୍ଟିମିଟରକୁ କ'ଣ କହିଥାଉ? 2.5 ମିଟର କହିଥାଉ। ପିଲାମାନେ ଏବେ କହିଲ 1 ମିଟର ଯୋଗ 50 ସେଣ୍ଟିମିଟର ସମାନ କେତେ ହେବ? 1 ମିଟର ହେଲା 100 ସେଣ୍ଟିମିଟର ଏବଂ 50 ସେଣ୍ଟିମିଟର ମିଶି ହେଲା 150 ସେଣ୍ଟିମିଟର। ଆଚ୍ଛା ଆମେ କହିପାରିବା ଏବେ 150 ସେଣ୍ଟିମିଟରଟି କେତେ ମିଟର ଏବଂ କେତେ ସେଣ୍ଟିମିଟର ହେବ? ଆମେ ସବୁବେଳେ ମନେ ରଖିବା ସେଣ୍ଟିମିଟର ଘରେ 2ଟି ଅଙ୍କ ରହିବ ଏବଂ 2ଟି ଅଙ୍କ ପରେ ଯେଉଁ ଅଙ୍କ ଗୁଡ଼ିକ ରହିବ ସେହି ଅଙ୍କ ଗୁଡ଼ିକ ମିଟର ଘରେ ରହିବ। ବୁଝିହେଲା? ତେଣୁ ଏଠି 150 ସେଣ୍ଟିମିଟର ଅଛି, ତେଣୁ 50 ସେଣ୍ଟିମିଟର ସେଣ୍ଟିମିଟର ଘରେ ରହିବ ଏବଂ ଆଉ ଯେଉଁ 1 ମିଟର ରହିଲା ସିଏ ମିଟର ଘରେ ରହିବ। ତେଣୁ ଏଠି 150 ସେଣ୍ଟିମିଟରଟା ହେବ 1 ମିଟର 50 ସେଣ୍ଟିମିଟର। ଏବେ କହିଲ 375 ସେଣ୍ଟିମିଟର ଯେ କେତେ ମିଟର କେତେ ସେଣ୍ଟିମିଟର? ଆମେ ଜାଣିଲେ ନା, ମିଟର ଘରେ ସେଣ୍ଟିମିଟର ଘରେ 2ଟି ଅଙ୍କ ରହିବ ଏବଂ ବାକି ଅଙ୍କ ଗୁଡ଼ିକ ମିଟର ଘରେ ରହିବ। ତେଣୁ ଏଠି 375 ସେଣ୍ଟିମିଟରରେ 2ଟି ଅଙ୍କ ଅର୍ଥାତ୍ 75କୁ ଆମେ ସେଣ୍ଟିମିଟର ଘରେ ରଖିବା ଏବଂ ବାକି ଅଙ୍କ ଅର୍ଥାତ୍ 3 ଅଙ୍କକୁ ଆମେ ମିଟର ଘରେ ରଖିବା। ତେଣୁ ଏଠି 375 ସେଣ୍ଟିମିଟରଟି 3 ମିଟର 75 ସେଣ୍ଟିମିଟର ହେବ। ଆଚ୍ଛା ଏବେ କହିଲ ଦେଖିବା 580 ସେଣ୍ଟିମିଟର ଯେ କେତେ ସେଣ୍ଟିମିଟର କେତେ ମିଟର? ହଁ ଆମେ ଜାଣିପାରିଲେ ନା, ଏବେ ସେଣ୍ଟିମିଟର ଘରେ 2ଟି ଅଙ୍କ ରହିବ, ତେଣୁ ଏଠି 80 ସେଣ୍ଟିମିଟର ରହିବ ସେଣ୍ଟିମିଟର ଘରେ ଏବଂ ମିଟର ଘରେ ରହିବ 5 ମିଟର। 580 ସେଣ୍ଟିମିଟର ସମାନ 5 ମିଟର 80 ସେଣ୍ଟିମିଟର। ଆଚ୍ଛା ପିଲାମାନେ ଏବେ କହିଲ ଦେଖିବା 1 ମିଟରକୁ ଆମେ ସମାନ 5 ଭାଗ କଲେ ଗୋଟିଏ ଭାଗରେ କେତେ ସେଣ୍ଟିମିଟର ରହିବ? 1 ମିଟର ସମାନ 100 ସେଣ୍ଟିମିଟର, ତାକୁ ଆମେ ସମାନ 5 ଭାଗ କରିବା। ସମାନ 5 ଭାଗ କଲେ ଗୋଟିଏ ଭାଗରେ ରହିବ 100 ହରଣ 5 ସମାନ 20 ସେଣ୍ଟିମିଟର। ସେହିଭଳି 1 ମିଟରକୁ ଆମେ ସମାନ 4 ଭାଗ କରିବା। ସମାନ 4 ଭାଗ କଲେ 100 ହରଣ 4 ଗୋଟିଏ ଭାଗରେ ରହିବ 25 ସେଣ୍ଟିମିଟର। ଏହିଭଳି ଭାବରେ ଆମେ ମିଟର ଏବଂ ସେଣ୍ଟିମିଟର ବିଷୟରେ
ମନେ ରଖିବା। ଏବଂ ଆଉ ଗୋଟିଏ କଥା ସବୁବେଳେ ମନେ ରଖିବା, ଯେତେବେଳେ ଆମେ ମିଟର ଏବଂ ସେଣ୍ଟିମିଟରର ଯୋଗ ବିୟୋଗ କରିବା, ସବୁବେଳେ ସେଣ୍ଟିମିଟର ଘରେ 2ଟି ଅଙ୍କ ରହିବ ଏବଂ ବାକି ଅଙ୍କ ଗୁଡ଼ିକ ମିଟର ଘରେ ରହିବ। ଯଦି ସେଣ୍ଟିମିଟର ଘରେ 100ରୁ ଅଧିକ ହେଇଯିବ, ତାହେଲେ ସେ ମିଟର ଘରକୁ ବାମ ପଟେ ଥିବା ସଂଖ୍ୟାଟି ମିଟର ଘରକୁ ଚାଲିଯିବ ଏବଂ ମିଟରରେ ଥିବା ଅଙ୍କ ସହିତ ସିଏ ମିଶିଯିବ। ତେଣୁ ଆମେ ଏଇଭଳି ଭାବରେ ମିଟର ଏବଂ ସେଣ୍ଟିମିଟରକୁ ସବୁବେଳେ ମନେ ରଖିବା।